चतुर्थ अध्याय दीनबंधु दास संवाद। मन उवाच मन बलई चैतन शुणिले कर्णर विधान मोर कल्मष जेते थिला श्रवण मात्रे दूरे गला कली जुगरे ही मते तरित जाइछन्ति जेते जानी नथिले कह किछि शुणिबा श्रद्धा मोर अछि ता शुणी बोले चैतन एबे तू शुण हराजन कली जुगर जे व्यवस्था अश्रुल अगुचर कथा जहा शुणिछि साधु मुखु ताहा मु कहिबि तुम्भकु अवंती नगरे ता घर जाति रे ओटे द्विजवर नाम ता दीनबंधु दास कृष्ण कथारे बड़ आस हरिचरण बिना अन्ने श्रद्धा न बळे तार मने ताहार सुत बेनी गोटी पत्नीर नाम ता मालती खटिछि एक बधू तार साधवी चतुरी सुंदर कुटुंब 5 जन तार एककु आरेक अंतर प्रभुंक जस गुण जेते नित्य चिंतन्ति हृदगते साधुंक मुखुर सबाणी निरते कर्ण फुटे शुणी बदने प्रभु नाम भजी असत्य संग दूरे तेजी मिथ्या वचन न भासन्ति निरते परहिते थान्ति सर्वदा साधुंक चरण सेवारे थान्ति 5 जन दुखी दरिद्रंकु देखिले दियन्ति अन्न वस्त्र भले जुगी सन्यासी ब्रह्मचारी ब्राह्मण वैष्णव भिकारी एमाने प्रवेशिले जेते नाही न बोले कदाचिते शक्य अनुक्रमे से देई नथिले कहइबि नई दुआरु निराश होइन लेउटी नाही एक जन हेमंत केते दिन गला ता कीर्ति जगते पुरिला जानिले प्रभु भगवान बिड़िबा पाई तार मन माया सन्यासी रूप धरी विजय कले नर हरि हस्तरे दंडक मंडल तुलसी माळ वक्षस्थल कसाब सन परिधान सर्वांगे विभूति भूषण हेमंत बेसे दामोदर मिलिले अवंती नगर तक्षके राई आज्ञा देले हे सर्प जीवु तु बइले जेदिन बंधु दास पुओ ताकु दंशिबु बेगे जाओ आज्ञा प्रमाणे सर्प गला दासंक पुत्र को दंशिला ता ज्येष्ठ पुत्र प्राण हारी तक्षणे गला जमपुरी एथिउ तारु माता पिता जानिले पुत्र मला कथा भाई भारी जादी तार बेड़िले चारि पारुषर मृतदेह को पकाइन अनेक करन्ति रुदन निज स्वामीर गुण गुणी अनेक कांदे से तरुणी माता पुत्रर गुण मान चिंतिन करन्ति रुदन पिता जे अनेक प्रकारे पुत्र को धरी सुख करे आवर भ्राता गुण गुणी कांदिन लुटई धरणी हेमंते 4 जन जाक अनेक करुछन्ति सुख एही समय दामोदर पचारी पचारी दांडर लीला भावरे विजे कले
ଭକ୍ତର ଦ୍ୱାରେ ସେ ମିଳିଲେ, ଡାକିଲେ ଦୀନବନ୍ଧୁ ଦାସ। ବହନ ଆସ ମୋର ପାଶ, ଶୁଣିଲେ ଅପୂର୍ବ ବଚନ, ସମସ୍ତେ ତେଜିଲେ ରୁଦନ। ଦାସେ ତ୍ୱରିତେ ମୁଖ ଧୋଇ, ପ୍ରଭୁଙ୍କ ଆଗେ ହେଲେ ଯାଇ। ଦେଖିଲେ ସନ୍ନ୍ୟାସୀ ଗୋସାଇଁ, ସାଷ୍ଟାଙ୍ଗ ପ୍ରଣିପାତ ହୋଇ। ଉଠି କପାଳେ କର ଦେଲେ, କି ଆଜ୍ଞା ହେଉଛି ବୋଇଲେ। ପ୍ରଭୁ ବୋଇଲେ ଦାସେ ଶୁଣ, ଆମ୍ଭେ ତ କିରତି ଶୁଣିନ। ତେଣୁ ଅଇଲୁ ତର ପାଶ, ସୁଚିତ୍ତେ ମତେ ଦିଅ ଗ୍ରାସ। ତା ଶୁଣି ଦୀନବନ୍ଧୁ ଦାସ, ବୋଇଲେ ପ୍ରଭୁ କ୍ଷଣେ ବସ। ଆସନ ଦେଇ ଚଳିଗଲେ, ମନ୍ଦିରେ ପ୍ରବେଶ ହଇଲେ। ପୁତ୍ର ଭାରିଜା ବଧୂ ଆଗେ, କହିଲେ ଅତ୍ୟନ୍ତ ସରାଗେ। ଅତିଥି ଭୋଜନ ମାଗୁଛି, ଏଣେ ତ ପୁତ୍ର ମରିଅଛି। ଦେବାକି ନାହିଁ ଶୁଦ୍ଧ ଚିତ୍ତେ, ବହନ କହ ସର୍ବମତେ। ଶୁଣି ପୁତ୍ରାଦି ତିନି ଜଣ, କହନ୍ତି ପିଅର ଆଗେଣ। ମଲେ ତ ନ ଆସଇ ଆଉ, ଅତିଥି ସେବା ଆଗ ହେଉ। ନିରାଶେ ନ ଯାଉ ସନ୍ନ୍ୟାସ, ତା ଶୁଣି ଦୀନବନ୍ଧୁ ଦାସ। ଅତ୍ୟନ୍ତ ଆନନ୍ଦ ହଇଲା, ମସିଣା ଗୋଟିଏ ଆଣିଲା। ମଲା ପୁତ୍ରକୁ ଶୁଆଇଲା, ବନ୍ଧନ କରି ଥୋଇ ଦେଲା। ଗମ୍ଭୀରି ମଧ୍ୟେ ଲୁଚାଇଲା, ମନ୍ଦିର ଲିପା ପୋଛା କଲା। ସ୍ନାନାଦି ଶୁଚିମନ୍ତ ହୋଇ, ରନ୍ଧନ କଲେ ବେଗେ ଯାଇ। ପ୍ରଭୁଙ୍କୁ ଡାକି ନ ଆଣିଲେ, ମନ୍ଦିରେ ବିଜେ କରାଇଲେ। ଦିବ୍ୟ ଆସନେ ବସାଇଲେ, ଅନ୍ନ ବ୍ୟଞ୍ଜନ ପରସିଲେ। ଦେଖି ବୋଲନ୍ତି ଭଗବାନ, ଆମିଷ କର ହେ ରନ୍ଧନ। ନିଶ୍ଚୟ ଲେଉଟି ମୁଁ ଯିବି, ଆମିଷ ବିନା ନ ଭୁଞ୍ଜିବି। ତା ଶୁଣି ରାନ୍ଧିଲେ ଆମିଷ, ବୋଇଲେ ସ୍ୱାମୀ ଭୁଞ୍ଜି ବସ। ଦେଖିନ ବୋଇଲେ ଶିବସ, ଏକ ପତ୍ରେ ତ ବାଢ଼ିଅଛ। ଗୃହରେ ଅଛ ଯେତେ ଜନ, ସମସ୍ତେ ନ କଲେ ଭୋଜନ। ଆମ୍ଭେ ନ ଭୁଞ୍ଜୁ ଏକା ହୋଇ, ଯାଉଛୁ ଅନ୍ନ ରଖ ତୁହି। ଶୁଣି ଚାରିହେଁ ଠରାଠରି, ସମସ୍ତେ ହୃଦୟରେ ବିଚାରି। ଆମ୍ଭେ ଯଦ୍ୟପି ନ ଭୁଞ୍ଜିବା, ଅତିଥି ସେବା ନ ପାଇବା। ଲେଉଟି ଯିବ ଏ ସନ୍ନ୍ୟାସ, ମନରେ ହୋଇନ ନିରାଶ। ଏମନ୍ତ ବିଚାରି ତ୍ୱରିତେ, ବାଢ଼ିଲେ ଚାରିଙ୍କ ନିମନ୍ତେ। ଆମିଷ ମାତ୍ର ନ ବାଢ଼ିଲେ, ଦେଖିନ ସନ୍ନ୍ୟାସୀ ବୋଇଲେ। ତୁମ୍ଭେ ନ ବାଢ଼ିଲ ଆମିଷ, ଏଥେ କି ଭରିଅଛ ବିଷ। ଜାଣିଲି କପଟ ତୁମ୍ଭର, ବୋଲି ଉଠିଲେ ଚକ୍ରଧର। ତା ଶୁଣି ଦୀନବନ୍ଧୁ ଦାସ, ପୁତ୍ର ଭାରିଜା ରାଇ ପାଶ। ଆପଣେ କଲେ କବିଚାର, କି ବୁଦ୍ଧି କରିବା ଏଥର। ତନୟ ମରିବା ଜାଣିଲେ, ଅତିଥି ନ ଭୁଞ୍ଜିବ ଭଲେ। ଏମନ୍ତ ବିଚାର କରିନ, ବସିଲେ ଆମିଷ ଘେନିନ। ତାହାଙ୍କ ମନ ପ୍ରଭୁ ଜାଣି, ହସି ବୋଲନ୍ତି ତାକୁ ପୁଣି। ଶୁଣହ ଅନ୍ନଦାତା ତୁହି, ଗ୍ରାମରେ ପଚାରିଛି ମୁହିଁ। ତହର ବେନି ଗୋଟି ସୁତ, ଏକଇ ବଧୂ ତାତ ମାତ। ଏମନ୍ତ ଅଟ 5 ଜଣ, କାହିଁ ତ ଆର ପୁତ୍ର ଆଣ। ତା ଶୁଣି ଦୀନବନ୍ଧୁ ଦାସ,
ହୃଦରୁ ଉଡ଼ିଲା ସାହସ କମ୍ପେ ଶରୀର ଥରହର ବଦନୁ ନଇଲା ଉତ୍ତର ତା ଦେଖି ତ୍ରୈଲୋକ୍ୟ ଗୋସାଇଁ ବଲଇ ଭୟ କାହିଁ ପାଇଁ ମାୟା ନ କରି ସତ କହ କାହିଁ ଅଛଇ ତୋର ପୁଅ ଶୁଣି କୁଟୁମ୍ବ ଚାରି ଜଣେ ପଡ଼ିଲେ ଅତିଥି ଚରଣେ ବୋ ସ୍ୱାମୀ ଶୁଣ ଏବେ ତୁମ୍ଭେ ସ୍ୱରୂପ କହୁଅଛୁ ଆମ୍ଭେ ସର୍ପାଘାତରେ ପୁତ୍ର ମରି ଲୁଚାଇ ଥୋଇଛୁ ଗମ୍ଭୀରି ତା ଶୁଣି ବଲନ୍ତି ଅଚ୍ୟୁତ ଦେଖିଲେ ମଣିବାନା ସତ ଶୁଣିନ ମାତା ପିତା ଗଲେ ପୁତ୍ରକୁ ବହିନ ଆଣିଲେ ମସିଣା ଗୋଟି ଦେବେ ଫେଇ ମଲା ପୁତ୍ର ଯେ ଅଛି ତହିଁ ଦେଖିବ ଇଲେ ପିତବାସ ଶୁଣ ହେ ଦୀନବନ୍ଧୁ ଦାସ କେତତେ ବଲେ ଜ୍ଞାନବନ୍ତ ଜାଣିଲି ବଡ଼ ମନ୍ଦ ତୁତ ମଲା ପୁତ୍ରକୁ ଗୃହେ ଥୋଇ ବସିଛୁ ମାଛ ଭାତ ଖାଇ ଦାସେ ବଇଲେ ହେ ଗୋସାଇଁ ତୁମ୍ଭକୁ କି କହିବି ମୋହି କେଓଟେ କାହାର କୁମର କେଓଟେ କାହାର ପିଅର ଯେସନେ ଚ୍ୟୁତ ବୃକ୍ଷ ଥାଇ ତହିଁ ବଉଳ ବଉଳଇ କେତେ ହେ କସରୁ ଝଡ଼ଇ କେତେ ବା ଝଡ଼ି ନ ପଡ଼ଇ କେତେ ପାଚିଲା ଯାଏ ଡାଳେ ଥାଇ ନ ପଡ଼େ ବୃକ୍ଷ ତଳେ ହେମନ୍ତେ କେତେ ଝଡ଼ି ଯାଇ ତା ତୁଲେ ବୃକ୍ଷ ନିକି ଧାଇଁ ଏହି ପ୍ରକାରେ ସଂସାର ବୃକ୍ଷରୁ ଫଳର ପ୍ରକାର ତାହାର ସୁଖେ ସେ ଝଡ଼ିଲା ମୋର ଅତିଥି ସେବା ହେଲା ଏଥିରୁ ବଳି ଭାଗ୍ୟ କିସ ଶୁଣି ହସିଲେ ପିତବାସ ବଇଲେ ଦାସ ପତ୍ନୀ ଶୁଣ ତୁହି ତ ବଡ଼ଇ ଦାରୁଣ ନିହତ ପୁତ୍ରକୁ ପକାଇ ବସିଛ ମାଛ ଭାତ ଖାଇ ଶୁଣି ଯୁବତୀ କହେ ଧୀର ଯାହା ବଇଲେ ମୁନିବର ସ୍ୱରୂପ ଶୁଣ ହେ ଗୋସାଇଁ ମୁହିଁ କେ ମୋ ପୁତ୍ର ଅଟଇ ଯେସନେ ଚକ୍ରି ଚକ୍ର ଖଣ୍ଡ ମୂର୍ତ୍ତିକା ଲଦି ଗଢ଼େ ଭାଣ୍ଡ କେ ଗଢ଼ୁ ଗଢ଼ୁ ଭାଙ୍ଗି ଯାଇ କେହୁ ପୁଡ଼ିବା ଯାଏ ଥାଇ ଯେ ବଣ ହାଣ୍ଡି ଭାଙ୍ଗି ଯାଇ ତା ତୁଲେ ଚକ୍ରି ନିକି ଧାଇଁ ସେ ଭାଣ୍ଡ ଚକ୍ରି ମୁହିଁ ପୁଣ ଏ ସର୍ବ ଗୋବିନ୍ଦ ଭିଆଣ ଶୁଣି ଆନନ୍ଦ ହୃଷିକେଶ ଆର ପୁତ୍ରକୁ ରାଇ ପାଶ ବଇଲେ ଶୁଣରେ କୁମର ଏ ପରା ଭ୍ରାତା ଅଟେ ତୋର ମୃତଦେହକୁ ତୁ ପକାଇ ବସିଛୁ ମାଛ ଭାତ ଖାଇ ତୋଠାରୁ ନାହିଁ ନା ଅଜ୍ଞାନ ତା ଶୁଣି ବଲଇ ନନ୍ଦନ ଶୁଣ ହେ ସନ୍ନ୍ୟାସୀ ଗୋସାଇଁ ସେ ମୋର କେତେ ଜନ୍ମ ଭାଇ ମୁଁ ତାର କେମନ୍ତେ ସୁଦର ଏ ସର୍ବ ମାୟାର ସଂସାର ଯେସନେ ହାଟେ ବଣିଜାର ପସରା ବସାଇ ଅପାର একই ভ্রাতা প্রিয় হই বসিন বিকুথাନ୍ତି তহি ব্যাপার সরই যাহার সে বাঁধি চলে তার পুর যাহার শরীর নথাই সেনিকি তার সঙ্গে যাই ସେହି ପ୍ରକାରେ ଏ ଶରୀର ତାହାର ମହର ବ୍ୟାପାର ସରିଲା ସେ ଗଲା ମୋର ଅତିଥି ସେବା ହେଲା ଶୁଣି ସାନନ୍ଦ ଦୟାନିଧି ବଇଲେ ଧନ୍ୟ ଏହା ବୁଦ୍ଧି ତାହାର ବହୁକୁ ଡାକିଲେ
ଶୁଣେ ଗ କୁମାରୀ ବୋଇଲେ ଏ ପରା ସ୍ୱାମୀ ଅଟେ ତୋର, ତୁ ପରା ଭାରି ଯା ତାହାର। ନିଜ ପତି ଯେ ତୋର ମଲା, ବିଧବା ଯୁଗ ତୋର ହେଲା। ମୃତ ପିଣ୍ଡକୁ ଘରେ ଥୋଇ ଆମିଷ ଭୁଞ୍ଜିଲୁଡ଼ୁ ତୁହି। ଧିକ ତ ଜ୍ଞାନବତୀ ପଣ, କୁମାରୀ ବୋଲେ ପ୍ରଭୁ ଶୁଣ। କେହୁ ଅଟଇ କାହା ଭର୍ତ୍ତା, କେ ପୁଣି କାହାର ବନିତା। ଯେସନେ ଘୋର ବୃଷ୍ଟି କାଳେ, ନଦୀ ପୂରିଣ ବହେ ଜଳେ। ବନସ୍ଥ କାଠ ଖଣ୍ଡ ଦୁଇ, ମିଶିନ ଭାସି ଯାଉଥାଇ। କେତେ ହେ ଦୂର ଭାସି ଯାନ୍ତେ, ଲତାଏ ଉହାଡ଼ନ୍ତି ପଥେ। ତହୁଁ ଗୋଟିଏ ଲାଗି ରହି, ଆରେକ ଖଣ୍ଡ ଭାସି ଯାଇ। ଯେ ବଣ କାଠ ଭାସି ଯାଇ, ଆରେକ କାଠ କି ଗୋଡ଼ାଇ। ସେହି ପ୍ରକାର ଏ ସଂସାର, ଗୋବିନ୍ଦ ଲୀଳା ଖେଳ ଘର। ବିନା ଆଶ୍ରିତେ ସେହି ଗଲା, ମୋର ଅତିଥି ସେବା ହେଲା। ଶୁଣି ବୋଲନ୍ତି ଭଗବାନ, ଧନ୍ୟ ଏ ଚାରିଙ୍କର ମନ। ଏହାଙ୍କ ପରାଏ ହଇନ, ନଥିବେ ବ୍ରହ୍ମାଣ୍ଡ ମଧ୍ୟେଣ। ହେମନ୍ତ ବୋଲି ନରହରି, ଜଳ ତୁଳସୀ କରେ ଧରି। ପୁତ୍ରର ମୁଖରେ ସିଞ୍ଚିଲେ, ଉଠରେ କୁମର ବୋଇଲେ। ତକ୍ଷଣେ କୁମର ଉଠିଲା, ଗୋବିନ୍ଦ ଚରଣେ ଲୁଟିଲା। ପ୍ରଭୁ ବୋଇଲେ ଆରେ ସୁତ, ମୁଁ ତ ଦେଖିଲି ବିପରୀତ। ଦେଖି ତ ଜନନୀ ପିଅର, ଆବର ପତ୍ନୀ ସହୁଦର। ତୋର ଅର୍ଜନେ କରି ଆସ, ଖଟି ନ ଥାନ୍ତି ତୋର ପାଶ। ଏବେ ତ ମୃତ୍ୟୁ କାଳ ଦେଖି, ଗୁପତ କରି ତୋତେ ରଖି। ବସିଲେ ମାଛ ଭାତ ଖାଇ, କେନେ ଏ ହାଙ୍କ ଘରେ ତୁହି। ହଇନ ଅଛୁରେ ନନ୍ଦନ, ଧିକ ଏ ତୋହର ଜୀବନ। ତା ଶୁଣି କୁମର ବୋଲଇ, ଶୁଣ ହେ ସନ୍ନ୍ୟାସୀ ଗୋସାଇଁ। କେକାର ଜନନୀ ପିଅର, କେକାର ଭ୍ରାତା ସହୁଦର। କେକାର ଅଟଇ ଯୁବତୀ, କେ ପୁଣି ଅଟେ କାହା ପତି। ମିଥ୍ୟା ଅଟଇ ଏ ସଂସାର, କେହି ତ ନୁହଁଇ କାହାର। ଯେସନେ ଘୋର ଗ୍ରୀଷ୍ମ କାଳେ, ପଥରେ ପଥିକ ସକଳେ। 5-25 ଯାଉଛନ୍ତି, ବାଟରେ ବୃକ୍ଷେକ ଦେଖନ୍ତି। ଏକ ଗୃହର ପ୍ରାୟ ହୋଇ, ବସନ୍ତି ତାହା ତଳେ ଯାଇ। ଶ୍ରମ ସାରିଲେ ଯେଝା ମତେ, ଚଳନ୍ତି ବୃକ୍ଷ ଥାଇ ପଥେ। ସେହି ପ୍ରକାରେ ଏ ସଂସାରେ, ଋଣାନୁବନ୍ଧନ ବ୍ୟଭାରେ। ଏଥକୁ ଶ୍ରୀକୃଷ୍ଣ ଭଜନ, ସାଧୁଙ୍କ ସେବା ପ୍ରତିଦିନ। କରି ବଞ୍ଚଇ ଯେଉଁ ନର, ଧନ୍ୟ ଜୀବନ ବୋଲି ତାର। ଶୁଣି ବୋଇଲେ ନାରାୟଣ, ଧନ୍ୟ ଏ ଓଟେ 5 ଜଣ। ଜୀବନ୍ତେ ସୁଖୀ ହୋଇଥାଅ, ଅନ୍ତେ ଶ୍ରୀ ହରି ପାଦ ପାଅ। ହେମନ୍ତ ଆଜ୍ଞା ଦେଲେ ଶୂଳ, ଅତି ଆନନ୍ଦେ ପଞ୍ଚ ପ୍ରାଣ। ଅଭୟ ପାଦ ପଦ୍ମ ତଳେ, ସର୍ବେ ପଡ଼ିଲେ ଏକାବେଳେ। ପ୍ରଭୁ ଅଭୟ ବର ଦେଲେ, ଅଭୟ ହୁଅରେ ବୋଇଲେ। ଆମ୍ଭେଟି ଜଗତ ଜୀବନ, ବୋଲି ହଇଲେ ଅନ୍ତର୍ଧ୍ୟାନ। ତକ୍ଷଣେ ଉଠି 5 ଜଣ, ଦେଖିଲେ ନାହାନ୍ତି ଆପଣ। ବୋଇଲେ ଦୟାଳୁ ଠାକୁର, ଏଡ଼େ ନିଷ୍ଠୁର ହୃଦତର। ଦେଖାଇ ନିଧି ହରି ନେଲୁ, ନେତ୍ର ପିଛାଡ଼ି ନ ଦେଖିଲୁ।
ଜାମାୟା ଦେବେ ଅଗୁଚର ଆମେ ବା କେତେକ ମାତର। ହେଲେ ତ କୃପା ପାତ୍ର ଥାଉ ଅଧିକ କି କହିବା ଆଉ। ସାଧୁଙ୍କ ସଙ୍ଗେ ଦିନ ନେଲେ ପରମ ପାଦ ସେ ଲଭିଲେ। କହଇ ଚୈତନ୍ୟ ଧୀରେ ମନୁନୁ ପତିର ଆଗରେ। କଳିଯୁଗର ଭକ୍ତିବାଣୀ ଶୁଣି ପବିତ୍ର ହୁଅ ପ୍ରାଣୀ। କହଇ ଦୀନବନ୍ଧୁ ଦାସ ସାଧୁ ଚରଣ କରି ଆସ। ଶ୍ରୀରାମ ଶ୍ରୀକୃଷ୍ଣ ଶ୍ରୀହରି ମୁକୁନ୍ଦ ମାଧବ ମୁରାରି। ଭଜ ଗୋବିନ୍ଦ ଆଦି କନ୍ଦ ଦୀନ ବାନ୍ଧବ ସଦାନନ୍ଦ। ଅନନ୍ତ ଅଚ୍ୟୁତ ଶିବସ ନାମ ଗୋଟିଏ କୋଟି ମୁଖ୍ୟ। ଏ ନାମ ଭଜି ଜୀବ ଯାଉ ଭୋ ପ୍ରଭୁ ଏହି ଆଜ୍ଞା ହେଉ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ଦୀନବନ୍ଧୁ ଦାସ ଦୃଢ଼ ଭକ୍ତିଭାବ ବର୍ଣ୍ଣନେ ନାମ ଚତୁର୍ଥ ଅଧ୍ୟାୟ।